ଉଦ୍ୟାନ ରକ୍ଷକର ଗୀତର କବି ସୌଭାଗ୍ୟ ମିଶ୍ର। ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ କବିତା କ୍ଷେତ୍ରରେ କବି ସୌଭାଗ୍ୟ କୁମାର ମିଶ୍ର ଜଣେ ବହୁ ପରିଚିତ ପ୍ରୟୋଗବାଦୀ କବି। 1941 ମସିହାରେ ଜନ୍ମ। ଇଂରାଜୀ ଭାଷା ସାହିତ୍ୟର ପ୍ରଫେସର ଭାବରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଅବସ୍ଥାପିତ ଏକଦା ଥିଲେ। ତାଙ୍କର ଆତ୍ମନେପଦୀ, ମଧ୍ୟପଦଲୋପୀ, ନଈ ପହଁରା, ଅନ୍ଧ ମହୁମାଛି, ବଜ୍ରଯାନ, ଦ୍ୱାସୁପର୍ଣ୍ଣା, ମଣିକର୍ଣ୍ଣିକା, ଅନ୍ୟତ୍ର ଚରାଚର, ଉଜ୍ଜୟିନୀ ଆଦି କବିତା ସଂକଳନ ପ୍ରକାଶ ପାଇଅଛି। 1986 ଖ୍ରୀଷ୍ଟାବ୍ଦରେ ଦ୍ୱାସୁପର୍ଣ୍ଣା କବିତାଗୁଚ୍ଛ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା କରାଇଅଛି। ଆଧୁନିକ କବିତାର ସମସ୍ତ ପ୍ରକାର ଲକ୍ଷଣ ତାଙ୍କ କବିତାରେ ଦେଖାଯାଇଥାଏ, ଯଥା ପ୍ରତୀକ, ଚିତ୍ରକଳ୍ପ, ରୂପକଳ୍ପ, ମିଥ୍, ବୌଦ୍ଧିକ, ଦୁର୍ବୋଧ୍ୟ, କାବ୍ୟିକ ବାକ୍ୟାବଳୀ ଇତ୍ୟାଦି। ବର୍ତ୍ତମାନ କବି ଭୁବନେଶ୍ୱରର କଳିଙ୍ଗ ବିହାରଠାରେ ଅବସ୍ଥାନ କରୁଛନ୍ତି। ଉଦ୍ୟାନ ରକ୍ଷକର ଗୀତ ଦ୍ୱାସୁପର୍ଣ୍ଣା ନାମକ କବିତା ବହିରେ ଅଛି। ଏହା ଅତିଶୟ ବୌଦ୍ଧିକ, ଦାର୍ଶନିକ ଭିତ୍ତିକ ଦୁର୍ବୋଧ୍ୟ କବିତା ଅଟେ। ପ୍ରଥମେ କିଛି ବୁଝି ହୋଇ ଯାଉଥିଲେ ମଧ୍ୟ କବିତାର ଶେଷାଂଶ ବା ଶେଷ ଆଡ଼କୁ ବୁଝିବା ଅତିଶୟ କଷ୍ଟକର ମନେ ହୋଇଥାଏ। ଉଦ୍ୟାନ ରକ୍ଷକ କହିଲେ ବଗିଚାର ମାଳୀକୁ ସାଧାରଣତଃ ବୁଝାଏ, ଆଉ ଗୀତ କହିଲେ ତାର ଜୀବନ ଗାଥା, କାହାଣୀ ବା ବୃତ୍ତାନ୍ତ। ସୌଭାଗ୍ୟ ମିଶ୍ର ଅନ୍ୟତମ ପାଠ୍ୟାନ୍ତର୍ଗତ କବି ଭାବରେ ସ୍ୱୀକୃତ ଅଟନ୍ତି। ଉଦ୍ୟାନ ରକ୍ଷକ ବା ମାଳୀ ଜଣକ ଜଣେ ଅତିଶୟ ଧନିକ ସମ୍ପ୍ରଦାୟର ବଗିଚାର ତତ୍ତ୍ୱାବଧାରକ ଭାବେ ନିଯୁକ୍ତ ହୋଇ ନିଯୁକ୍ତି ପାଇଅଛି। ଆତ୍ମ ଅଭିଭାଷଣମୂଳକ କବିତା। କବି ନିଜେ ଉଦ୍ୟାନ ରକ୍ଷକର ଭୂମିକା ନିର୍ବାହ କରି ତାରି ଭାଷଣ ପ୍ରଦାନ କରୁଥିବା ବା କହୁଥିବା ରୀତିରେ ସମଗ୍ର କବିତାଟିକୁ ରଚନା କରିଛନ୍ତି। ଏଭଳି ମନେ ହୋଇଥାଏ କବିତାଟିକୁ ପଠନ କରିବା ସମୟରେ ଅନ୍ୟାର୍ଥରେ କବିତାଟି ଏକ ସ୍ୱଗତ ଗୀତିକା। ଉଦ୍ୟାନ ରକ୍ଷକଟି ନିଜେ କହୁଛି କି ମୋତେ ତାଗିଦ ବା ଜୋରରେ ବାରଣ କରାଯାଇଅଛି ଯେ ମାଲିକଙ୍କର ବଗିଚାରେ ଫୁଲ ଫଳ କେହି ବି ପଶିକି ଯେମିତି ନେଇ ନ ପାରନ୍ତି, ତାହାର ସତର୍କ ସଚେତନ ଦୃଷ୍ଟି ମେଲି ଯେମିତି ତଦାରଖ ହୁଏ ବା ମୁଁ କରେ। ବଗିଚାର ଫାଟକ ବା ଗେଟ୍ ଯେମିତି ସର୍ବଦା ବନ୍ଦ ରହେ। ଫୁଲ ଫଳର ଲୋଭରେ, ଆକର୍ଷଣରେ ପଡ଼ି କେହି ବି ଜଣେ, ସେ ନାରୀ, ପୁରୁଷ, ପିଲା, ବଡ଼, ବୁଢ଼ା, ଶିଶୁ, ଟୋକା ଯେ କେହି ବି ଯେମିତି ନ ପଶନ୍ତି, ମୋର ସାଙ୍ଗ, ମିତ୍ର, ମୈତ୍ର, ମିଳନାକାଂକ୍ଷୀ ନ ହୁଅନ୍ତି। ଏଭଳି ହେଲେ ତ ଅସୁବିଧା ଉତ୍ପନ୍ନ ହେବ। ସହଜରେ ବଗିଚାରେ ପଶି ଫୁଲ ଫଳ ଚୋରି କରି ନେଇ ଚାଲିଯିବ, ଅଥବା କୌଣସି ନାରୀ, ଫୁଲ ସଉକି ମହିଳା ନିଜ ଗଭାରେ, ଜୁଡ଼ାରେ, କେଶରାଶିରେ, ବେଣୀପରାରେ ଫୁଲ ତୋଳି ନେଇ ଯେପରି ନ ଲଗାନ୍ତି, ଏହାକୁ ମଧ୍ୟ ଦେଖିବି। କୌଣସି ପ୍ରକାର କ୍ଷୁଧା ବା ଭୋକ, ଯଥା ଫୁଲ ତୋଳିବା, ଫଳ ଛିଣ୍ଡାଇବା ଅବା ଯୌନଚର୍ଯ୍ୟା ନ କରିବା, ମିଶିକି ଖାଇବା ଆଦି ଯେପରି ମୁଁ କିମ୍ବା ମୋ ସହିତ ମିଶି ଲୋକେ ନ କରନ୍ତି, ଏହାର ମୁଁ ପ୍ରଯତ୍ନ ଯେପରି କରେ। ଏହା ବି ମଣିଷର ଏକ ଏକ ଆତ୍ମାରୋଗ ଥିବାରୁ କବି ଯୋଉଥିପାଇଁ ଉପଶମ ଶବ୍ଦ ପ୍ରୟୋଗ କରିଛନ୍ତି। ଉପଶମ ବା ଚିକିତ୍ସା ବା ରୋଗର ଚିକିତ୍ସା ଫଳରେ ରୋଗର କମିଯିବାକୁ ବୁଝାଏ। ଉଦ୍ୟାନ ରକ୍ଷକ ବା ବଗିଚାର ମାଳୀଟି କହୁଛି, ମୁଁ ନାଚାର ବା ନିରୁପାୟ, ଉପାୟଶୂନ୍ୟ, କିଛି ବି କରିପାରିବି ନାହିଁ। ପରବଳରେ ମୁଁ ବଳୁଆ। ଯେହେତୁ ମୁଁ ମାଲିକର ନଉକର, ଚାକର, ବେତନଭୋଗୀ କର୍ମଚାରୀ। ବାହାର ଲୋକଙ୍କୁ ରାଗିବା, ପାଟି କରିବା, ଭୟ ଦେଖାଇବା, ମନା କରିବା, ନିଅନା ତୋଳନା ବୋଲି କହିବା, ବାରଣ କରିବାର ବଳ ମୋତେ ମୋର ମାଲିକ ଦେଇଛନ୍ତି। ଯେହେତୁ ମୁଁ ନିମକସଚ୍ଚା ଭୃତ୍ୟ, ତାଙ୍କର ଅଧୀନ ଅଧସ୍ତନ ତଲବଧାରୀ ବ୍ୟକ୍ତି, ମୁଁ ମାଳୀ, ରକ୍ଷକ, ସତର୍କ ସାବଧାନ ହୋଇ ବଗିଚା ଉଦ୍ୟାନର ଗେଟ୍ ଫାଟକ ଖୋଲେ, ବନ୍ଦ କରେ। ବଗିଚାର ସାରା ଥରେ ଥରେ ବୁଲି ଆସେ, ବୁଲି ଦେଖିଥାଏ ବଗିଚାର ସ୍ଥିତିକୁ। ଯେତେବେଳେ ସୂର୍ଯ୍ୟ ସକାଳେ ରକ୍ତିମ ଲାଲ କିରଣ ଦେଇ ଉଦୟ ହୋଇଥାନ୍ତି, ପୁଣି ସନ୍ଧ୍ୟାରେ ସେଇ ଲାଲ କିରଣ ଦେଇ ଅସ୍ତ ହୋଇଥାନ୍ତି, ବୁଡ଼ିଥାନ୍ତି, ଏଇ ଦୁଇ ସମୟରେ, କାରଣ ରାତିରେ କେହି ପାଚେରୀ ଡେଇଁ ପଶିଥିବ, ବଗିଚାରୁ ଫୁଲ ଫଳ ଚୋରାଇ ନେଇ ପଳାଇଥିବ, ଅଥବା ଦିନରେ ବି ଏମିତି ହୋଇଥାଇପାରେ। ମୋର ଅସତର୍କ ଶୋଇ ଘୁମେଇ
ପଡ଼ିଥିବା ସୁଯୋଗକୁ ଉଣ୍ଡି ଦେଖି ଜଗୁଛି ବୋଲି ଯେ ସାମାନ୍ୟତମ କେଉଁଠି ତ୍ରୁଟି ଭୁଲ ହେବ ନାହିଁ ବୋଲି ମୁଁ ଗ୍ୟାରେଣ୍ଟି ତ ଦେଇପାରିବିନି। ଭୁଲ କରିବା ମଣିଷର ପ୍ରକୃତି। ଟୁ ଇୟର୍ ଇଜ୍ ହ୍ୟୁମ୍ୟାନ୍। ସେ ଲାଗି ବଗିଚା ବୁଲା ମୋର କର୍ମର ଦାୟିତ୍ୱ ଅପର ଅଟେ। କଠୋର ଦାୟିତ୍ୱଯୁକ୍ତ କର୍ମରୁ ଅବସର ପାଇଲେ, କାମ ସରିଗଲା ପରେ ମୁଁ ଖାଇସାରି ଟେଳାଏ ଅଫିମ ଖାଇଦେଇ ନିଘୋଡ଼ ନିଦରେ ଶୋଇଯାଏ। ମୋର ଏତାଦୃଶ ବା ଏମିତି କାମରୁ ନିସ୍ତାର ବା ମୁକ୍ତି ଛୁଟି ପାଇଁ ଅନେକ ଡେରି ଅଛି। ଯେହେତୁ ମୁଁ ଅକର୍ମଣ୍ୟ, ଅପାରଗ, ବୁଢ଼ା, ନିଷ୍କର୍ମା ହୋଇଯାଇନାହିଁ ଯେ କିଏ ମୋତେ ଚାକିରିରୁ ବାହାର କରିଦେବ ଅଥବା ମୁଁ ଚାକିରି ଛାଡ଼ିଦେବି, ଆଉ କରିପାରିବି ନାହିଁ, ଏମିତି ସ୍ଥିତି ମୋର ଜୀବନରେ ବର୍ତ୍ତମାନ ନାହିଁ, ଆସିନାହିଁ। ସୁତରାଂ ଚାକିରିରୁ ନିସ୍ତାର, ରିହାତି, ମୁକ୍ତି ମୋର ନାହିଁ। ବେଶୀ ମଧ୍ୟ ମୁଁ ଶୋଇପାରେ ନାହିଁ। ଶୋଇଲେ ବି ମୋତେ ବାରମ୍ବାର ସଜାଗ, ଜାଗ୍ରତ ରହିବାକୁ ପଡ଼ିଥାଏ। ମୁଁ ଶୋଇଥିବା ବେଳେ ବା ମୋତେ ଚାଉଁକା ନିଦ ଲାଗିଥିବା ବେଳେ ବା ସମୟରେ, କ୍ଷଣରେ ଏମିତି ବି ପରିସ୍ଥିତି ଆସିଛି, କିଏ ବାହାରୁ ଟେକା ଫିଙ୍ଗିଛି, ଖସ୍ ଖସ୍ ଶବ୍ଦ ଶୁଭିଛି ତ ମୁଁ ଉଠିପଡ଼ି ତତ୍କ୍ଷଣାତ୍ ଦେଖେ, ତଦାରଖ କରେ କିଏ ସେ ଏମିତି କରୁଅଛି। ବଗିଚା ଭିତରେ, ଗଛରୁ ଶୁଖିଲା ପତ୍ର ଗହଳିରୁ, ଉଦ୍ୟାନର ନୈଋତ ବା ଦକ୍ଷିଣ ପଶ୍ଚିମ କୋଣରୁ ମାଈଚିଆ ବା କ୍ଳୀବ ନପୁଂସକ ମୁହଁ ଭଳିଆ ମୁହଁଟିଏ ଟିକିଏ ଦେଖାଦେଇ ଫେର୍ ଲୁଚିଗଲା। କିନ୍ନରୀ ମୁହଁରେ ଭାରି ପ୍ରସାଧନ ବୋଳି ମେକଅପ୍ ହୋଇଥାନ୍ତି। ସେ ଲାଗି କବି ଦପ୍ କିନା ଶବ୍ଦ ଚମକିବା ପାଇଁ ବ୍ୟବହାର କରିଛନ୍ତି। ଅଜଣା ଅନ୍ଧାରରେ ଲୁଚିଗଲା। ଏ ଅନ୍ଧାର ବଗିଚାରୁ ଫୁଲ ଫଳ ନେବା ଆଶାରେ ନତୁବା ମାଳି ସହିତ ଅବୈଧ ସମଲିଙ୍ଗୀ ଯୌନ ସମ୍ବନ୍ଧ ରଖିବା ଆଶାରେ। ଯେହେତୁ ମାଳି ଏକାକୀ ଅଛି, ଏଇ ଇଚ୍ଛା କିନ୍ନରୀ ମନରେ ଆସିଥିବ। ଏ ଅନ୍ଧାର ଐଶାନ୍ୟ ବା ଈଶାନ କୋଣ ବା ନର୍ଥ ଇଷ୍ଟ କୋଣ ଦିଗରେ ଦେଖାଗଲା ମାଳିକୁ। ମାଳି କହୁଛି, ମୋ ଦେହ ଶୀତରେ ଥଣ୍ଡା ହୋଇଗଲାଣି। ମୋର ଦେହ ଗରମ ଚାହୁଁଛି ଚା'ର ନତୁବା ସଙ୍ଗମ ବା ନାରୀ ଆସଙ୍ଗ ଲିପ୍ସାର। ତଥାପି ମୁଁ କେବେ କାହା ସହିତ ଯୌନ ସମ୍ପର୍କ ରଖିପାରିନାହିଁ କିମ୍ବା ବେଶ୍ୟାବୃତ୍ତି କରିନାହିଁ। ଯୌନତା ମୋର ବଶ ଅଧୀନର ହୋଇପାରିନାହିଁ। ସଂସାରରେ, ମାନବ ସମାଜରେ ମୋର ନିଜର ବୋଲି କେହି ନାହାନ୍ତି। ମୁଁ ଚିରକୁମାର ବା ବ୍ୟାଚେଲର। ଏଠି ଏଇ ବଗିଚାରେ ମୁଁ କେମିତି ନୀତି ନିୟମ ଶୃଙ୍ଖଳାରେ ବଞ୍ଚିବି, ଜୀଇଁ ରହିପାରିବି, ମୋତେ ଜଣାଇ ଦିଆଯାଇଅଛି। ଅର୍ଥାତ୍ କିଛି ଅନୀତି କାମ, ଅସାମାଜିକ କର୍ମ ମୁଁ ମାଳି ଥାଇ ରକ୍ଷକ ରହି ନ କରେ। ତାଗିଦା ପାଇଛି, ଗଛ କେମିତି ବଢ଼ିବ, ଫୁଲ ଫଳ କଷି କଢ଼ ଧରିବ, ତାକୁ ମଧ୍ୟ ଦେଖିବି। ଏଥିପାଇଁ ମୁଁ କେମିତି କ୍ଷମ, ସମର୍ଥ ହେବି, ଏହାର ତାଲିମ ବା ଟ୍ରେନିଂ ପାଇଅଛି ଏଠି ଚାକିରିରେ ଯୋଗଦେବା ପୂର୍ବରୁ, କାମରେ ବାହେଲ ହେବା ପୂର୍ବରୁ। ପୂର୍ବଜ୍ଞାନ ମୋତେ ମିଳିଛି। ବଗିଚାରେ ଏମିତି ସବୁ ସୁବିଧା ଅଛି ଯେ ଉଚ୍ଚ ଉଚ୍ଚ ମେଘନାଦ ପାଚେରୀ, ବନ୍ୟା, ବାତ୍ୟା, ଝଡ଼ ତୋଫାନରେ ବଗିଚାର କୌଣସି କ୍ଷତି କେବେ ବି ହୋଇପାରିବ ନାହିଁ। ସଂସାରରେ ମୁଁ ଜଣେ ଅରକ୍ଷ, ଅରକ୍ଷିତ, ଜାରଜ ସନ୍ତାନ। ମୋର ବାପା ମା କହିଲେ, ବନ୍ଧୁ ବିରାଦରୀ କହିଲେ, ଯେତେବେଳେ ମୁଁ ପେଟର ଦାଉ, କ୍ଷୁଧା, ଚିନ୍ତାରେ କିଟିକିଟି ଅନ୍ଧାର ପରିବ୍ୟାପ୍ତ ଘେରିଥିବା ଅନିଶ୍ଚିତ ଅଜଣା ସମୁଦ୍ର ବା ବହୁତ ଅନ୍ଧାର ଘନ ଅନ୍ଧାରରେ ଧାଇଁ ଆସିଥିଲି, ମୋ ସହିତ ଆଉ ଦୁଇଜଣ ବି ମଣିଷ ଥିଲେ, ମୋର ଆଗେ ମୋ ପଛେ। ଭୋକରେ ପେଟ ପାଳିବା ଚିନ୍ତା ରେ ଧାଇଁଥିଲେ। ମୁଁ ସେମାନଙ୍କୁ ଜାଣିନି, ଚିହ୍ନିନି ସେମାନେ କିଏ ବୋଲି। କେବଳ ଏତିକି ଜାଣିଥିଲି, ଏମାନେ ମୋ ଭଳି ଜଣେ ଜଣେ ମଣିଷ ମାତ୍ର। ମୁଁ ବି ସେଇ ତିନିଜଣଙ୍କ ମଧ୍ୟରୁ ଜଣେ। ମୋର ନକ୍ଷତ୍ର ରୂପକ ଭାଗ୍ୟ ବଡ଼ ଆଶ୍ଚର୍ଯ୍ୟ ଅଜଣା ହେତୁ, ଯିଏକି ସଂସାରରେ ମୋତେ ବଞ୍ଚାଇ ରଖିବା ପାଇଁ ଅଦେଖା ଅଜଣା ହାତ ଏତେ ବାଟ ନେଇ ଆସି ବଗିଚାରେ ମୋତେ ପହଞ୍ଚାଇଅଛି, ମାରିବାକୁ ମରିବାକୁ ଦେଇନାହିଁ। ବେଳେ ବେଳେ ମୁଁ ନିଜକୁ ବି ଭୁଲେଇ ଦେଇଥାଏ। ମୁଁ କିଏ, କାହାର ସନ୍ତାନ, ମୋର ବାପା ମା କିଏ, କେମିତି। ସେଇ ଦୁଇ ଲୋକ ମଧ୍ୟ ମୋ ପାଖରେ ଏବେ ନାହାନ୍ତି ପରିଚିତ କରାଇବାକୁ। କିନ୍ତୁ ଉଦ୍ୟାନ ରକ୍ଷକ ଚାକିରି ପାଇବା ପରେ, କରିବା ପରେ ମୁଁ ଆଉ ନିଜକୁ ଜମାରୁ ହଜେଇ ଦେଇ ପାରୁନାହିଁ। ମୋତେ ସବୁବେଳେ ସତର୍କ ରହିବାକୁ ପଡ଼ୁଛି। ମୁଁ ସର୍ବଦା ଆଲର୍ଟ ରହୁଛି ବଗିଚା ପାଇଁ। ଯେହେତୁ ବଗିଚାରେ ସର୍ବଦା ଫୁଲ ଫଳ ଶ୍ୟାମ ସବୁଜିମା ଭର୍ତ୍ତି, ବଗିଚା କେବେ ଶୁଖି ମଉଳି ଯାଇନାହିଁ। ସର୍ବଦା ପ୍ରତି ମୁହୂର୍ତ୍ତରେ ମୁଁ ବଗିଚାର ତତ୍ତ୍ୱ ନେଉଛି, ହେଫାଜତ କରୁଛି।
ବଗିଚା ହରାଭରା ଫୁଲ ଫଳରେ ଭର୍ତ୍ତି ଥିବାରୁ ଭଅଁର ଗୁଣୁଗୁଣୁ ହେଉଥାଏ ସର୍ବଦା ସବୁବେଳେ। ନାଲି ରଙ୍ଗର ମନ୍ଦାର ପଳାଶ ଫୁଲ ସର୍ବଦା ଫୁଟୁଛନ୍ତି। ମାଲିକ ବଗିଚାର ଉନ୍ନତି ନେଇ ସଦା ଆଶାୟୀ, ଆଉ ମୁଁ ଉଦ୍ୟାନର ମାଳି ହୋଇ ରକ୍ତର ଝାଳ ସ୍ୱେଦ ବୁହାଇ ଦେଇ ବଗିଚାକୁ କିପରି ସୁନ୍ଦର, ରମଣୀୟ, ଆକର୍ଷକ କରି ସର୍ବଦା ରଖିବି ସେଇ ଚିନ୍ତାରେ ମୋର ମାଳି ଜୀବନକୁ ସାର୍ଥକ ସଫଳ କରିବାକୁ ଚାହେଁ। ମାଲିକ ମୋତେ ଯେମିତି ପ୍ରଶଂସା କରନ୍ତି ସବୁବେଳେ। ଧମନୀରେ ରକ୍ତ ନ ବୋହିଲେ ମୁଁ ମାଳି ମରିଯିବିନି? କାମ କରି କରିକି ମୋର ଦେହର ମାଂସପେଶୀ ଟାଣ, ବଳିଷ୍ଠ, ସୁସ୍ଥ, ହୃଷ୍ଟପୁଷ୍ଟ, ଡାଙ୍ଗୁଆ, କ୍ଷୀଣ, ଦୁର୍ବଳ, ପତଳା ନୁହେଁ। ସବୁବେଳେ ମୋର ସ୍ଥିତି ଅସ୍ଥିର, କର୍ମଠ, ଖୁସିବାସିଆ, କେବେ ବି ହାଲିଆ କ୍ଳାନ୍ତର ନୁହେଁ। କର୍ମ କଷଣ ଦେହ ସହୁଅଛି। ବଗିଚାରେ ଏଠି ବନ୍ଧୁ ମୋର କେହି ନାହିଁ। କାରଣ ଆତ୍ମୀୟତା ଦେଖାଇଲା ମାନେ ବଗିଚାରେ ଲୋକେ ପଶିବେ, ଫୁଲ ଫଳ ମାଗିବେ, ଚୋରି କରିବେ, ଗପ ଆଳରେ ବା ବାହାନାରେ ମୋର ଅସତର୍କତାର ସୁଯୋଗ ନେଇ। ବଗିଚାରେ ଆଉ ଜଣେ ବି ମାଳି ଅଛି ଯେ ତାର ପରିବାର ସନ୍ତାନୀ କୁଟୁମ୍ବ ସବୁ ଅଛନ୍ତି କିଆବଣ ଆରପଟ ଗ୍ରାମରେ, ଯୋଉଠି ବାଲେଶ୍ୱରର ବାଲିଆପାଳ ଅଥବା ଚାନ୍ଦିପୁର ଅଞ୍ଚଳରେ ଅଛି। ଠିକ୍ ସେଇଠାରେ ଚାନ୍ଦିପୁରରେ କ୍ଷେପଣାସ୍ତ୍ର ଘାଟି ଅଛି। ଯୁଦ୍ଧ କୌଶଳ ସମରାଭ୍ୟାସ ଚାଲିଛି ସେଇ ଜାଗା। ଉଦ୍ୟାନ ରକ୍ଷକ ନିଜକୁ କୃଷ୍ଣନାଗର ମଣି ମନେକରି ନିଜ ପ୍ରେମିକା ରାଧା ପାଇଁ ପ୍ରେମର ଡାକିବାର ବଇଁଶୀ ଫୁଙ୍କୁଛି ବିଶ୍ରାମ ସମୟର ଖରାବେଳେ ପ୍ରତୀକ୍ଷା ଅପେକ୍ଷାରେ ଥାଇ। ପରନ୍ତୁ ମାଳି ସନ୍ଦେହ ପ୍ରକାଶିଛି କି ମୋର ସେଇ ପ୍ରେମିକା ଏଠିକୁ ବଗିଚାକୁ ଆସିପାରିବ ନାହିଁ। ଏଠି ନିଷିଦ୍ଧାଞ୍ଚଳ ବା ପ୍ରୋହିବିଟେଡ୍ ଏରିଆ। ଏହା ପ୍ରେମ କରିବାର ଜାଗା ବା ସ୍ଥାନ ନୁହେଁ। ସୁତରାଂ କାହିଁକି ବା ସେ ଏଠିକୁ ଆସିବ? ଆଉ ମୁଁ ବି ମଧ୍ୟ ତା ପାଖକୁ ଯାଇପାରିବି ନାହିଁ। ମୋର ସୀମା ଶୃଙ୍ଖଳା ସରହଦ ଟପିକି। ମୋର ରହିବାଟା ଏଠି ସବୁବେଳ ପାଇଁ ନିର୍ଦ୍ଧାର୍ଯ୍ୟ। ଏ ଜାଗା ଛାଡ଼ିକି ମୁଁ କଦାପି ବି ଯାଇପାରିବି ନାହିଁ ମୋର ପ୍ରେମିକା ପାଖକୁ, ବାହାର ଦୁନିଆକୁ। ଦୁନିଆ ବା ସଂସାର ପରିବ୍ୟାପ୍ତ ବୋଲି କବି ତାହାକୁ ବୌଦ୍ଧିକତା ଦିଗରୁ ସମୁଦ୍ରର ତର୍କଣା ପରିକଳ୍ପନା ଦେଇଛନ୍ତି। କବିତାଟିର ଆଲୋଚନା ହେଲା, ତଥାପି କବିତାର ବ୍ୟଞ୍ଜନା ବା ଆଇରୋନି କୁ ସଫଳ ବୁଝା ଯାଇପାରିଲା ନାହିଁ।